ଶିଶୁ ସାହିତ୍ୟ। ଶିଶୁ ସାହିତ୍ୟର ଜନକ ଭାବରେ କାହାକୁ ଗ୍ରହଣ କରାଯାଏ? ଉତ୍ତର ମଧୁସୂଦନ ରାଓ। ରାଧାନାଥ ଓ ମଧୁସୂଦନଙ୍କ ମିଳିତ ଉଦ୍ୟମରେ କ'ଣ ପ୍ରକାଶ ପାଇଥିଲା? ଉତ୍ତର କବିତାବଳୀ ପ୍ରଥମ ଦ୍ୱିତୀୟ। ମଧୁସୂଦନ ରାଓ ଶିଶୁମାନଙ୍କ ପାଇଁ କେଉଁ କେଉଁ ପୁସ୍ତକ ରଚନା କରିଛନ୍ତି? ଉତ୍ତର ବର୍ଣ୍ଣବୋଧ, ପ୍ରଥମ ଶିଶୁ ସାହିତ୍ୟ ଯାହାକି ବାଳବୋଧ, ଶିଶୁବୋଧ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ। ବର୍ଣ୍ଣବୋଧକ ଶିଶୁ ସାହିତ୍ୟର ରଚୟିତା କିଏ? ଉତ୍ତର ଗୋବିନ୍ଦ ରଥ। ଫକୀରମୋହନ ସେନାପତି ଶିଶୁମାନଙ୍କ ପାଇଁ କେଉଁ ଶିଶୁ ସାହିତ୍ୟ ରଚନା କରିଥିଲେ? ଉତ୍ତର ପୁଷ୍ପମାଳା ଏବଂ ଅବସର ବାସରେ। ଧୋରେ ବାୟା ଧୋ କାହାର ଗୀତିଗୁଚ୍ଛ? ଉତ୍ତର ଗୋପାଳଚନ୍ଦ୍ର ପ୍ରହରାଜ। ଉକ୍ତ ଗ୍ରନ୍ଥଟିରେ ମୋଟ କେତୋଟି କବିତା ସ୍ଥାନ ପାଇଛି? ଉତ୍ତର 13ଟି। ନାନାବାୟା ଗୀତ ଶିଶୁ ଗୀତର ରଚୟିତା କିଏ? ଉତ୍ତର ନନ୍ଦକିଶୋର ବଳ। ନନ୍ଦକିଶୋର ଆଉ କେଉଁ ଶିଶୁ ଗୀତ ରହିଛି? ନନ୍ଦକିଶୋରଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ ଓ ପଲ୍ଲୀଚିତ୍ର, ନିର୍ଝରିଣୀ ରହିଛି। ନୀତି କୁସୁମ, ନୀତିଶିକ୍ଷା, ଶିଶୁ ଧର୍ମ ଓ ଶିଶୁ ସାହିତ୍ୟ ଆଦି ଶିଶୁ ଉପଯୋଗୀ ପୁସ୍ତକ କାହାର? ଉତ୍ତର କବିଶେଖର ଚିନ୍ତାମଣି ମହାନ୍ତି। ପଣ୍ଡିତ ନୀଳକଣ୍ଠ ପିଲାଙ୍କ ପାଇଁ ଲିଖିତ ପୁସ୍ତକଗୁଡ଼ିକ କ'ଣ? ଉତ୍ତର ପିଲାଙ୍କ ରାମାୟଣ, ପିଲାଙ୍କ ଭାଗବତ, ପିଲାଙ୍କ ମହାଭାରତ ଏବଂ ଋଷି ଜୀବନୀ। ଶିଶୁ ରାମାୟଣ ଓ ଫୁଲ ଚାଙ୍ଗୁଡ଼ି ଆଦି ଗ୍ରନ୍ଥର ରଚୟିତା କିଏ? ଉତ୍ତର ବାଳକୃଷ୍ଣ କର। ସତୀଚରିତମାଳା, ବୀରଚରିତମାଳା ଓ ନୀତିମଞ୍ଜରୀ କାହାର ରଚନା? ଉତ୍ତର ବାଳକୃଷ୍ଣ କର। ଘଣ୍ଟି ଘାଗୁଡ଼ି ପିଲାଙ୍କ ପଶୁପକ୍ଷୀ ପୁରାଣ ପାଇଁ କିଏ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି? ଉତ୍ତର ଉପେନ୍ଦ୍ର ତ୍ରିପାଠୀ। ପୁରାଣ କଥା ଓ ଚଟଣି କାହାର ସୁଖପାଠ୍ୟ ରଚନା? ଉତ୍ତର ପଣ୍ଡିତ ଗୋଦାବରୀଶ ମିଶ୍ର। ଶିଶୁଜ୍ଞାନ କୋଷ ପାଇଁ କିଏ ଚିରସ୍ମରଣୀୟ? ଉତ୍ତର ବାଳକୃଷ୍ଣ କର। କଳାହାଣ୍ଡିଆ ମେଘ, ବଉଳବେଣୀ ଆଦି କାହାର ରଚନା? ଉତ୍ତର କାଳୀଚରଣ ପଟ୍ଟନାୟକ। ଉଦୟନାଥ ଷଡ଼ଙ୍ଗୀଙ୍କ ଶିଶୁ ରଚନାଗୁଡ଼ିକ କ'ଣ କ'ଣ ଥିଲା? ଉତ୍ତର ଭାରତର ଇତିକଥା, ଓଡ଼ିଶାର ଇତିକଥା, ସର୍ପରାଇଜ, ପରିରାଇଜ, ଟୁକୁମୁସି ଇତ୍ୟାଦି। ହର ଭାଇଙ୍କ ଘର ବାହୁଡ଼ା ପାଇଁ କିଏ ଏବଂ କେଉଁ ପୁରସ୍କାର ପାଇଛନ୍ତି? ଉତ୍ତର ଉଦୟନାଥ ଷଡ଼ଙ୍ଗୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ରାମକୃଷ୍ଣ ନନ୍ଦଙ୍କ ଶିଶୁ ସାହିତ୍ୟ ଗୁଡ଼ିକ କ'ଣ? ଉତ୍ତର ପାଠ ସୋପାନ, ସାହିତ୍ୟ ସୋପାନ, ସାହିତ୍ୟବୋଧ, ପଞ୍ଚତନ୍ତ୍ର କାହାଣୀ ଓ ଆହେ ଦୟାମୟ ବିଶ୍ୱବିହାରୀ। ଝୁମୁକା କବିତା ଗ୍ରନ୍ଥ କାହାର? ଉତ୍ତର ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ଜ୍ଞାନମଣ୍ଡଳ ଶିଶୁ ସାହିତ୍ୟର ରଚୟିତା କିଏ? ଉତ୍ତର ବିନୋଦ କାନୁନଗୋ। ଛାତିକି ପଥର କରି ପୁସ୍ତକ ପାଇଁ କିଏ ଏବଂ କେଉଁ ପୁରସ୍କାର ପାଇଛନ୍ତି? ଉତ୍ତର ବିନୋଦ କାନୁନଗୋ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଓଡ଼ିଆ ଭାଷାର ପ୍ରଥମ ଶିଶୁ ପତ୍ରିକାର ନାମ କ'ଣ? ଉତ୍ତର ରେବା ରାୟଙ୍କ ସମ୍ପାଦିତ ପ୍ରଭାତ। ଦ୍ୱିତୀୟ ଶିଶୁ ପତ୍ରିକାର ନାମ କ'ଣ? ଉତ୍ତର ପଞ୍ଚାମୃତ। ଜହ୍ନମାମୁଁର ଲେଖକ କିଏ? ଉତ୍ତର ଉଦୟନାଥ ଷଡ଼ଙ୍ଗୀ। ଜହ୍ନମାମୁଁ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ବାଳକୃଷ୍ଣ କର। ଭୂଇଁ ତଳେ ତଳେ ଶିଶୁଗଳ୍ପ ସଂକଳନଟି କାହାର? ଉତ୍ତର ଦୁର୍ଗାପ୍ରସାଦ
ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ। ଟୁଆଁ ଟୁଇଁଙ୍କ ଘର, ତାଙ୍କ ନୂଆ ଘର, ତପନର ସପନ, ବାଘର ଚିଠି, ସିଂହର ଘର ଆଦି କାହାର ପୁସ୍ତକ ଅଟେ? ଉତ୍ତର ଦୁର୍ଗା ପ୍ରସାଦ ପଟ୍ଟନାୟକ। ମାର୍କପୋଲା ଓ ଏପସ୍ କଥା କାହାର ଶିଶୁ ସାହିତ୍ୟ? ଉତ୍ତର ଚିତ୍ତରଞ୍ଜନ ଦାସ। ମୋ ପେଁକାଳି ବଜାଇ ଦେ ଶିଶୁ ପୁସ୍ତକଟି କାହାର? ଉତ୍ତର ବିଦ୍ୟୁତ ପ୍ରଭା ଦେବୀ। ପଢ଼ୁଥା ହସି ହସି ଗଡ଼ୁଥା ପୁସ୍ତକର ରଚୟିତା କିଏ? ଉତ୍ତର ବିଦ୍ୟୁତ ପ୍ରଭା ଦେବୀ। ମୋତେ ଯେତେବେଳେ 10 ବରଷ ଏଇଟା କାହାର ରଚନା? ଉତ୍ତର ନନ୍ଦ କିଶୋର ସାମଲ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ବଜାରେ ବାଜା ଶିଶୁ ଗଳ୍ପ ସଂକଳନଟି କାହାର? ଉତ୍ତର ରାମପ୍ରସାଦ ମହାନ୍ତି। କଳିଙ୍ଗ କାହାଣୀ ଶିଶୁ ସାହିତ୍ୟିକ ଭାବେ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ଉତ୍ତର କନକ ମଞ୍ଜରୀ ମହାପାତ୍ର। ପିଲାଙ୍କ ସ୍ୱାସ୍ଥ୍ୟ ନୀତି ଏବଂ ଶରୀର ବିଜ୍ଞାନ ଆଦି ଶିଶୁ ପୁସ୍ତକ କାହାର? ଉତ୍ତର ବିକ୍ରମ ଦାସ। ମନଲାଖି ଗୀତ ଓ ଗପ ପୁସ୍ତକଟି କାହାର? ଉତ୍ତର ଗୋବିନ୍ଦ ଚରଣ ପାତ୍ର। କୃଷ୍ଣଚରଣ ପଟ୍ଟନାୟକଙ୍କ ଶିଶୁ ନାଟକ ଗୁଡ଼ିକ କ'ଣ? ଉତ୍ତର ବାଘମାମୁଁ, ସ୍ୱର୍ଗପୁରରେ ଦିନେ, ଯମପୁରରେ ଦିନେ, ପିଲାଙ୍କ ନାଟକ ଇତ୍ୟାଦି। ପିଲାଙ୍କ ସଂକଳନସ୍ଥ ବଣଭୋଜି ପାଇଁ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର କୃଷ୍ଣଚରଣ ପଟ୍ଟନାୟକ। ବଣ ରାଇଜର କଥା କାହାର ପୁସ୍ତକ? ଉତ୍ତର ନରସିଂହ ପ୍ରସାଦ। ଠେକୁ ମହାରାଜା, ସପନ ଗୁଡ଼ି ଆଦି କାହାର ଶିଶୁ ସାହିତ୍ୟ ଅଟେ? ଉତ୍ତର ନଦିଆ ବିହାରୀ ମହାନ୍ତି। ଗପୁଡ଼ି ଓ ପକୁଡ଼ି ଶିଶୁ ଉପନ୍ୟାସ ପାଇଁ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି? ଉତ୍ତର ନଦିଆ ବିହାରୀ ମହାନ୍ତି। ଆମ ଖେଳନା ପୁସ୍ତକର ରଚୟିତା? ଉତ୍ତର ନିକୁଞ୍ଜ କିଶୋର କାନୁନଗୋ। ଟିକି ପରି ଶିଶୁ ରଚନା ପାଇଁ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ଲାଭ କରିଛନ୍ତି? ଉତ୍ତର ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ। ବଣରାଇଜର କଥା ପୁସ୍ତକର ରଚୟିତା କିଏ? ଉତ୍ତର ମନୋରମା ମହାପାତ୍ର। ମନୋଜ ଦାସଙ୍କ ଶିଶୁ ପୁସ୍ତକର ନାମ କ'ଣ? ଉତ୍ତର ଦୂର ଦେଶର କାହାଣୀ, କନକ ଉପତ୍ୟକାର କାହାଣୀ। ବୀରକିଶୋର ପାଢ଼ୀଙ୍କ ଶିଶୁ ରଚନାର ନାମ କ'ଣ? ଉତ୍ତର ମୋ ଗୀତ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ଝୁଲ ରେ ହାତୀ ଝୁଲ କାହାର ରଚନା? ଉତ୍ତର ସ୍ନେହଲତା ମହାନ୍ତି। ମୋ କୁନି କବିତା ପାଇଁ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି? ଉତ୍ତର ବଟକୃଷ୍ଣ ଓଝା। ଆଲୋ ନିଦ ମାଉସୀ ଆ ଏବଂ ଦେଖ କଇଁଛ କାଢ଼ିଛି ବେକ ଆଦି ଶିଶୁ ଗ୍ରନ୍ଥର ରଚୟିତା? ଉତ୍ତର ମଙ୍ଗୁଳୁ ଚରଣ ବିଶ୍ୱାଳ। କିଏ ଆଲୁଅର କୁହୁକ ଓ ଶବଦର ଲୁଚକାଳି ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ଜଗନ୍ନାଥ ମହାନ୍ତି। ବସି ଖାଇଲେ ନଈବାଲି ସରେ, ଦେଶ ରହିଲେ ଆମେ ରହିବା, ବୈକୁଣ୍ଠ ସମାନ, ଆହା ଏହି ଘର ଆଦି ଶିଶୁ ସାହିତ୍ୟର ରଚୟିତା କିଏ? ଉତ୍ତର ବୈଷ୍ଣବ ଚରଣ ସାମଲ। ପୁଣ୍ୟପ୍ରଭା ଦେବୀଙ୍କର ଶିଶୁ ରଚନା ଗୁଡ଼ିକ କ'ଣ? ଉତ୍ତର କାଳିଆ ବଳଦ ଗଲା, କୁନି ଗୁଇନ୍ଦା, ଶିଶୁ ସୈନିକ। କୁନି ଗୁଇନ୍ଦା ପାଇଁ ପୁଣ୍ୟପ୍ରଭା ଦେବୀ କେଉଁ ପୁରସ୍କାର ଲାଭ କରିଛନ୍ତି? ଉତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟ ପୁରସ୍କାର। ମନ ହୁଏ ମୋର ହେବାକୁ ମୀନା ପୁସ୍ତକର ରଚୟିତା କିଏ? ଉତ୍ତର କ୍ଷୀରୋଦ ଚନ୍ଦ୍ର ପୋଥାଳ। ପ୍ରମିଳା ନାୟକଙ୍କ ଶିଶୁ ସାହିତ୍ୟର ନାମ? ଉତ୍ତର ନାଲି ସୁରୁଜ ବୁଣେ ମୁରୁଜ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ଚୁନି ଚୁନି ସୁନାଫୁଲ ପୁସ୍ତକ ପାଇଁ କିଏ କେଉଁ ପୁରସ୍କାର ପାଇଛନ୍ତି? ଉତ୍ତର ବଟକୃଷ୍ଣ ସ୍ୱାଇଁ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ପ୍ରତିଭା ରାୟ ପିଲାଙ୍କ ପାଇଁ ରଚନା କରିଥିବା ଶିଶୁ ପୁସ୍ତକର ନାମ କ'ଣ? ଉତ୍ତର
ତିନି ଓସ୍ତାଦ, ସତସତିକା ମିଛିମିଛିକା, ଆମେ ଅନେକ ଠାକୁର, ଏକ ଓ ପାହାଡ଼ ଉପରେ ଘର। ଗପ ଗଣ୍ଠିଲି ଶିଶୁ ରଚନା କାହାର? ଉତ୍ତର ରମେଶ ଚନ୍ଦ୍ର ଭଞ୍ଜ। ସରଳାପତ୍ରୀଙ୍କର ଶିଶୁ ସାହିତ୍ୟର ନାମ କ'ଣ? ଉତ୍ତର ଆମେ ସବୁ ଏକ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ମହେଶ୍ୱର ମହାନ୍ତିଙ୍କ ଶିଶୁ କବିତା ଗୁଡ଼ିକର ନାମ କ'ଣ? ଉତ୍ତର ବେଲୁନ ଗଲା ଉଡ଼ି, ଛବି କହୁଛି କଥା, ମାଟିରେ ଫଳଇ ସୁନା। କେଉଁ ଶିଶୁ କବିତାଟି ମହେଶ୍ୱର ମହାନ୍ତିଙ୍କ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ବେଲୁନ ଗଲା ଉଡ଼ି। ବିଲାତରେ ବାପୁ ଓ ପପୁ କାହାର ଶିଶୁ ରଚନା ଅଟେ? ଉତ୍ତର ଗଣେଶ୍ୱର ମିଶ୍ର। ଲିପିର କମ୍ପ୍ୟୁଟର ଶିକ୍ଷା କାହାର ପୁସ୍ତକ? ଉତ୍ତର ରମେଶ ଚନ୍ଦ୍ର ପରିଡ଼ା। ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ କେଉଁ ପୁସ୍ତକଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ଉତ୍ତର ରାଜାର ସ୍ୱପ୍ନ। ଚକାଚକା ଭଉଁରୀ କବିତା ପୁସ୍ତକଟି କାହାର? ଉତ୍ତର ଅପୂର୍ଣ୍ଣ ରଞ୍ଜନ ରାୟ। ତିନି ତୁଣ୍ଡରେ ଛେଳି କୁକୁର ଓ ବାଇ ଚଢ଼େଇରେ ବାଇ ଚଢ଼େଇ ପୁସ୍ତକ କାହାର? ଉତ୍ତର ବୈକୁଣ୍ଠନାଥ ପତି। ଝୁଲ ହାତୀ, ବନରାଇଜର କଥା ଆଦି ପୁସ୍ତକର ରଚୟିତା? ଉତ୍ତର ରମେଶ ପତ୍ରୀ। ଚିକୁନ ଓ ଚଢ଼େଇ ଶିଶୁ ସାହିତ୍ୟଟି କାହାର? ଉତ୍ତର ରମେଶ ପତ୍ରୀ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। କୁନା ପାଇଁ ଅନାବନା ଗୀତ ଶିଶୁ କବିତା ସଂକଳନଟି କାହାର? ଉତ୍ତର ଦାସ ବେନୁହୁର। ଜିତେନ୍ଦ୍ର ନାରାୟଣ ଦାସ। ଆମେ ଓଡ଼ିଆ ଭାରି ବଢ଼ିଆ କବିତା ଗ୍ରନ୍ଥଟିର ରଚୟିତା କିଏ? ଉତ୍ତର ତ୍ରିଲୋଚନ ଖୁଣ୍ଟିଆ। ଏମିତି ଥିଲେ ଆମ ବାପୁଜୀ ଶିଶୁ ସାହିତ୍ୟର ରଚୟିତା କିଏ? ଉତ୍ତର ଗାୟତ୍ରୀ ମିଶ୍ର। ସେମାନେ ଫେରିଗଲେ ପୁସ୍ତକଟି କାହାର? ଉତ୍ତର ଶଙ୍କର୍ଷଣ ସାମଲ। ଶ୍ରୀଚରଣ ମହାନ୍ତିଙ୍କ ପୁରସ୍କୃତ ଶିଶୁ ସାହିତ୍ୟର ନାମ କ'ଣ? ଉତ୍ତର କଥାଟିଏ କହୁଁ କଥାଟିଏ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ବିଜ୍ଞାନ ମୁଣି କହେ କାହାଣୀ ଶିଶୁ ଗଳ୍ପର ରଚୟିତା କିଏ? ଉତ୍ତର ଜ୍ୟୋତିର୍ମୟୀ ମହାନ୍ତି। ଆମ ବିଜ୍ଞାନ କଥା ପୁସ୍ତକ ରଚୟିତା କିଏ? ଉତ୍ତର ଜ୍ୟୋତିର୍ମୟୀ ମହାନ୍ତି। ଅକଲ ମକଲ ଟକଲ ଟିଆଁ ଶିଶୁ ରଚନାର ରଚୟିତା କିଏ? ଉତ୍ତର ମନସ୍ୱିନୀ ଦାସ। କାଳିଆ ବଳଦ ଗଲାରେ ଗଲା, ଉଦୁଉଦୁଆ ଓ ବିଲୁଆ ନନାର ବଣଭୋଜି ଆଦି ପୁସ୍ତକର ରଚୟିତା କିଏ? ଉତ୍ତର ବସନ୍ତ କିଶୋର ସାହୁ। ଝୁମୁରୁ ଝାଇଁ, ଅସିଆ କାଳର ମସିଆ କଥା, ଜହ୍ନରେ କରିବା ଘର ଏବଂ ମନଛୁଆଁ ଗୀତ ଆଦି ପୁସ୍ତକର ରଚୟିତା? ଉତ୍ତର ମାନସ ରଞ୍ଜନ ସାମଲ। ମନଛୁଆଁ ଗୀତ ପାଇଁ ସେ କେଉଁ ପୁରସ୍କାର ପାଇଛନ୍ତି? ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ମାନସ ରଞ୍ଜନ ସାମଲ। ମାଣିକ ଶିଶୁ ଉପନ୍ୟାସ ପାଇଁ କିଏ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ? ଉତ୍ତର ମାଳାକାର। କକମିନା, ହେବୁ, ଜଗତ ଜିତା, ହସି ହସେଇବା ଆସ ଆଦି ପୁସ୍ତକର ରଚୟିତା କିଏ? ଉତ୍ତର ସୁନାମଣି ରାଉତ। କିଚିରି ମିଚିରି ଛି ପୁସ୍ତକଟି ପାଇଁ କିଏ ଓ କେଉଁ ପୁରସ୍କାର ଲାଭ କରିଛି? ଉତ୍ତର ସୁନାମଣି ରାଉତ। ବୀରେନ୍ଦ୍ରନାଥ ମହାନ୍ତିଙ୍କ ଶିଶୁ ପୁସ୍ତକ ଗୁଡ଼ିକ ନାମ? ଉତ୍ତର ଶିଶୁ ହସିଲେ ଦୁନିଆ ହସେ, ଥୁକୁଲ ଥାକଲ ଥା ଆଦି। ଥୁକୁଲ ଥାକଲ ଥା ପାଇଁ ବୀରେନ୍ଦ୍ରନାଥ ମହାନ୍ତି କେଉଁ ପୁରସ୍କାର ପାଇଛନ୍ତି? ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ। ମାଟି ମୁଲକର ସରଗ ଫୁଲ କାହାର ରଚନା? ଉତ୍ତର ହରିହର ଶୁକ୍ଳ। ମହାପୁରୁଷଙ୍କ ପିଲାଦିନ ପୁସ୍ତକଟି କାହାର? ଉତ୍ତର ଅନସୂୟା ମିଶ୍ର। ଶିଶୁ ସାହିତ୍ୟ ସାଧାରଣତଃ କେତେ ପ୍ରକାର? ଉତ୍ତର ଦୁଇ ପ୍ରକାର। ଶିଶୁ ଜ୍ଞାନକୋଷ କାହାର ରଚନା? ଉତ୍ତର ବାଳକୃଷ୍ଣ କର। ବଉଳ ବେଣୀ କାହାର ରଚନା? ଉତ୍ତର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ।
ଶିଶୁ ହସିଲେ ଦୁନିଆ ହସେ କାହାର ରଚନା? ଉତ୍ତର ବୀରେନ୍ଦ୍ରନାଥ ମହାନ୍ତି। ଅବଲୋକରା ଶିଶୁ ସାହିତ୍ୟ କାହାର? ଉତ୍ତର ଶଶିଭୂଷଣ ନାୟକ। ପିଲାଙ୍କ କଥା ଶିଶୁ ସାହିତ୍ୟ କାହାର ରଚନା? ଉତ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର। ହସଖୁସି ଶିଶୁ ସାହିତ୍ୟ ରଚୟିତା କିଏ? ଉତ୍ତର ବିଭୂତି ପଟ୍ଟନାୟକ। କସ୍ତମ ଖସ୍ତମ ମୀନାବଜାର ରାମପ୍ରସାଦ ସିଂ। ଟୁକୁମୁସି ବୀରେନ୍ଦ୍ର ସାମନ୍ତରାୟ। ଆମ ପିଲାଏ ଶ୍ୟାମସୁନ୍ଦର ଦାସ। କିଶୋର କାହ୍ନୁଚରଣ ପଟ୍ଟନାୟକ।